ସହ ନାମକରଣ କାର୍ଯ୍ୟକୁ ଆଗକୁ ବଢ଼େଇବା। ଆମେ ଧର୍ମଶାସ୍ତ୍ର ଅଧ୍ୟୟନ କରିବା, ସମସ୍ତେ ଧର୍ମଶାସ୍ତ୍ର ପ୍ରତି ମନୋଯୋଗୀ ହେବେ। ସେ ଗୋଟିଏ ସାନ ପିଲାଙ୍କୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରି କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲାଙ୍କ ପରି ନହେଲେ କୌଣସି ପ୍ରକାରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ। କର୍ତ୍ତବ୍ୟ ଯେ କେହି ସାନ ପିଲା ପରି ଆପଣଙ୍କୁ ନମ୍ର କରେ ସେ ସ୍ୱର୍ଗରେ ଶ୍ରେଷ୍ଠ। ଆଉ ଯେ କେହି ମୋ ନାମରେ ଏପରି ଗୋଟିଏ ସାନ ପିଲାଙ୍କୁ ଗ୍ରହଣ କରେ ସେ ମୋତେ ଗ୍ରହଣ କରେ। ପ୍ରଭୁ ପଠିତ ବାକ୍ୟ ସକଳରେ ପିଲାମାନଙ୍କୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆସନ୍ତୁ ପ୍ରାର୍ଥନା କରିବା। ଗୌରବମୟ ଅନାଦି ଅନନ୍ତ ସ୍ୱର୍ଗୀୟ ପିତା, ତୁମ୍ଭ ସମ୍ମୁଖରେ ଠିଆ ହେଇଥିବା ତୁମେ ସେମାନଙ୍କର ଇମାନରେ ପରମେଶ୍ୱର ହୁଅ ଏବଂ ଶିଶୁମାନଙ୍କୁ ସୁସ୍ଥ ସବଳ ଆରୋଗ୍ୟ ସୁରକ୍ଷା ତୁମେ ଯୀଶୁଙ୍କ ନାମରେ ପ୍ରଦାନ କର। ଅନ୍ଧକାରର ସକଳ ଶକ୍ତିର ସ୍ପର୍ଶ ପ୍ରବେଶ ଆମେ ଯୀଶୁ ନାମରେ ସେମାନଙ୍କ ନିମନ୍ତେ ଅଗ୍ରାହ୍ୟ କରୁଛୁ। କେବଳ ସେମାନଙ୍କ ନିମନ୍ତେ ତାହା ନୁହଁ ପ୍ରଭୁ, ସେମାନଙ୍କ ମାତାମାନଙ୍କ ଠାରୁ ମଧ୍ୟ ଆମେ ଅଗ୍ରାହ୍ୟ କରୁଛୁ। ସର୍ବୋପରି ତୁମେ ସୁରକ୍ଷାର ବାଡ଼ ଦିଅ। ପୁଣି ବିଶେଷ କରି ପ୍ରାର୍ଥନା କରୁଛୁ ଶାରୀରିକ ବୃଦ୍ଧି, ମାନସିକ ବୃଦ୍ଧି ତୁମେ ଦିଅ। ଜ୍ଞାନ ସହାୟତା ପରମେଶ୍ୱର ତୁମେ ହୁଅ। ଗୌରବ ମହିମା ସମ୍ଭ୍ରମ ତୁମ୍ଭକୁ ଦେଇ ଆଜି ତୁମ ଦାସମାନଙ୍କର ମଣ୍ଡଳୀ ସାକ୍ଷାତ କରି ପିଲାମାନଙ୍କୁ ତୁମ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ। ଆସନ୍ତୁ ଆମେ ନାମକରଣ କାର୍ଯ୍ୟ କରିବାକୁ ଯିବା। ପ୍ରଥମ ରଞ୍ଜିତ ଷଡ଼ଙ୍ଗୀଙ୍କ ପୁଅର ନାମ ଆମେ ଘୋଷଣା କରିବାକୁ ଯିବୁ। ଟିକେ ସାମ୍ନାକୁ ଆସିଯିବେ। ରଞ୍ଜିତ ଷଡ଼ଙ୍ଗୀଙ୍କ ପୁଅର ନାମ, ସ୍କୁଲ ନାମ ହେଉଛି ପ୍ରାଞ୍ଜଳ ଷଡ଼ଙ୍ଗୀ। ପ୍ରାଞ୍ଜଳ ଷଡ଼ଙ୍ଗୀ। ପ୍ରାଞ୍ଜଳ ଷଡ଼ଙ୍ଗୀ। ଡାକ ନାମ ହେଉଛି ଅଭିଜିତ ଷଡ଼ଙ୍ଗୀ। ଡାକ ନାମ ହେଉଛି କଣ? ଅଭିଜିତ ଷଡ଼ଙ୍ଗୀ। ସ୍କୁଲ ନାମ ପ୍ରାଞ୍ଜଳ ଷଡ଼ଙ୍ଗୀ, ଡାକ ନାମ ଅଭିଜିତ ଷଡ଼ଙ୍ଗୀ। ଆଜିଠାରୁ ତାଙ୍କୁ ଆମେ ଅଭିଜିତ ପୁଣି ପ୍ରାଞ୍ଜଳ ନାମରେ ତାଙ୍କୁ ଡାକିବା। ଆସନ୍ତା ଦିନମାନଙ୍କରେ ପ୍ରଭୁ ପିତାମାତାଙ୍କୁ ଶିଶୁଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍। ଧନ୍ୟବାଦ। ସୁଧୀର ଘଣ୍ଟ, ପିତା ସୁଧୀର ଘଣ୍ଟ ଟିକେ ସାମ୍ନାକୁ ଆସିଯିବେ। ମାତା ସ୍ୱର୍ଣ୍ଣଲତା ଘଣ୍ଟ ସାମ୍ନାରେ ଦେଖିବେ। ତାଙ୍କର ସ୍କୁଲ ନାମ ହେଉଛି ସୁସ୍ଥିର ଘଣ୍ଟ। କହିବା ସମସ୍ତେ ସୁସ୍ଥିର ଘଣ୍ଟ। ସୁସ୍ଥିର ଘଣ୍ଟ। ଡାକ ନାମ ହେଉଛି ହ୍ୟୁମାନ ଘଣ୍ଟ। ହ୍ୟୁମାନ ଘଣ୍ଟ। ହ୍ୟୁମାନ ଘଣ୍ଟ। ସାଗର ସୁସ୍ଥିର ପରେ ଆগে ଦୋଷ ଯିବେ। ଆଜିଠାରୁ ତାକୁ ଆମେ ସୁସ୍ଥିର ଘଣ୍ଟ ପୁଣି ଡାକ ନାମ ହ୍ୟୁମାନ ଘଣ୍ଟରେ ତାକୁ ପରିଚିତ ଦେବା। ଜଗତରେ ପୁଣି ମଣ୍ଡ ମାଙ୍ଗଳିକ ସମାଜରେ ପ୍ରଭୁ ଶିଶୁଙ୍କୁ ପିତାମାତାଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍। ଧନ୍ୟବାଦ। ବର୍ତ୍ତମାନ ତାଙ୍କ ସହଧର୍ମରେ ଟିକେ ସାମ୍ନାକୁ ଆସିଯିବେ। ରାଜେଶ୍ୱରୀ ଷଡ଼ଙ୍ଗୀ। ଝିଅଙ୍କ ନାଁ ହେଉଛି, ସ୍କୁଲ ନାମ ୟାନିସ୍ ଷଡ଼ଙ୍ଗୀ। ୟାନିସ୍ ଷଡ଼ଙ୍ଗୀ। ୟାନିସ୍ ଷଡ଼ଙ୍ଗୀ। ଦୋକାନ ନାମ ହେଉଛି ଏଲୋରା ଷଡ଼ଙ୍ଗୀ। ଏଲୋରା ଷଡ଼ଙ୍ଗୀ। ଏଲୋରା ଷଡ଼ଙ୍ଗୀ। ଏଇଟା ଦେଖ ଇଂଲିଶ ନା, ତେଣୁ ଜୁଲବୁଲ ହିଁ ତାର ଅର୍ଥ ଆମକୁ କେବେ ହେଲେ କହିବ। ତେଣୁ ଆଜିଠାରୁ ଆମେ ଝିଅକୁ ୟାନିସ୍ ପୁଣି ଏଲୋରା ଷଡ଼ଙ୍ଗୀ ନାଁରେ ପରିଚିତ କରାଇବା। ମାଙ୍ଗଳିକ ସାମାଜିକ ସ୍କୁଲରେ ପ୍ରଭୁ ପିତାମାତାଙ୍କୁ ଶିଶୁ କନ୍ୟାକୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍।
Hey. ধন্যবাদ।